ନମସ୍କାର, ଜୟ ଜଗନ୍ନାଥ। ଆଜି ହେଉଛି ମେ ମାସ 13 ତାରିଖ ବୁଧବାର। ଚାଲନ୍ତୁ ଜାଣିନେବା ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଟପ୍ ନ୍ୟୁଜ୍ ଅପଡେଟ୍। ପ୍ରଥମ ଅପଡେଟ୍, ପୁଣି ଦେଶକୁ ଫେରିବ ଲକଡାଉନ୍। ଆମେରିକା ଇରାନ ଯୁଦ୍ଧକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି। ସେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାରକୁ କମ୍ କରିବାକୁ ଅପିଲ କରିଛନ୍ତି ଏବଂ ସେ ଘରୁ କାମ କରିବାକୁ ମଧ୍ୟ କହିଛନ୍ତି। ଘରୋଇ ମୁଦ୍ରା ସଂରକ୍ଷଣ ପାଇଁ ଯେତେ ସମ୍ଭବ ହୁଏ ଗୋଟିଏ ବର୍ଷ ପାଇଁ ସୁନା ନ କିଣିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଜାତୀୟ ସ୍ୱାର୍ଥ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ କଟକଣା ଉପରେ ଗୁରୁତ୍ୱାରୋପ କରିଛନ୍ତି। କୋଭିଡ ସମୟରେ ବ୍ୟବସ୍ଥା ପାଳନ କରିବା ଜାତୀୟ ସ୍ୱାର୍ଥ ବୋଲି ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ ପରେ ଦେଶରେ ପୁଣି ଲକଡାଉନ୍ ଭଳି ପରିସ୍ଥିତି ଆସିବାକୁ ଯାଉଛି କି ନାହିଁ ତାକୁ ନେଇ ମଧ୍ୟ ବିତର୍କ ଆରମ୍ଭ ହୋଇଛି। ତତ୍ପର ହେଲେ ନୂଆ ସରକାର, ଦେଶର ସୁରକ୍ଷାକୁ ବଳ। 45 ଦିନରେ ବିଏସ୍ଏଫ୍କୁ ଜମି ମିଳିବ ଏବଂ ଆଉ ସୀମାରେ ପଶିପାରିବେନି ବାଂଲାଦେଶୀ। କ୍ଷମତା ଆସୁ ଆସୁ ତତ୍ପର ହୋଇଛନ୍ତି ନୂଆ ସରକାର। ବାଂଲାଦେଶୀକୁ ଚେକ୍ ଦେବା ପାଇଁ ସୀମାରେ ତିଆରି ହେବ ତାରବାଡ଼। ସେଥିପାଇଁ ବିଏସ୍ଏଫ୍କୁ ଆବଶ୍ୟକ ଜମି ପ୍ରଦାନ କରାଯିବ। 45 ଦିନ ଭିତରେ ଜମି ପ୍ରଦାନ ପାଇଁ ପ୍ରକ୍ରିୟା ସାରିବାକୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, ପେଟ୍ରୋଲ, ଡିଜେଲ, ଏଲ୍ପିଜି ସମ୍ପର୍କରେ ବଡ଼ ବୟାନ ଜାରି କଲା ପେଟ୍ରୋଲିୟମ ମନ୍ତ୍ରାଳୟ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନାଗରିକଙ୍କୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର କମ୍ କରିବାକୁ ନିବେଦନ କରିଛନ୍ତି। ଯେଉଁଠାରେ ସମ୍ଭବ ମେଟ୍ରୋ ଏବଂ ସାର୍ବଜନୀନ ପରିବହନ ବ୍ୟବହାର କରନ୍ତୁ ଏବଂ ମାଲ ପରିବହନ ପାଇଁ ରେଳକୁ ପ୍ରାଥମିକତା ଦିଅନ୍ତୁ ଏବଂ ଯେଉଁଠାରେ ସମ୍ଭବ ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି କରନ୍ତୁ, ଯାହାଦ୍ୱାରା ଦେଶ ଉପରେ ଆର୍ଥିକ ବୋଝ ହ୍ରାସ ହୋଇପାରିବ। ପରବର୍ତ୍ତୀ ଖବର, ଓଡ଼ିଶାରେ ପେଟ୍ରୋଲ ଠାରୁ ଔଷଧ ପର୍ଯ୍ୟନ୍ତ ସବୁ ହେବ ମହଙ୍ଗା। ପଶ୍ଚିମ ଏସିଆରେ ଦେଖାଦେଇଥିବା ଉତ୍ତେଜନା ଏବେ କେବଳ ଖବରକାଗଜର ଶିରୋନାମା ହୋଇ ରହିନାହିଁ, ବରଂ ଏହା ସିଧାସଳଖ ଆପଣଙ୍କ ରୋଷେଇ ଘର ଏବଂ ପକେଟ ଉପରେ ଆକ୍ରମଣ କରୁଛି। ସବୁଠାରୁ ବଡ଼ ଝଟକା ରୋଷେଇ ଗ୍ୟାସ୍ ମଧ୍ୟମରେ ଲାଗିଛି। ଭାରତ ନିଜ ଆବଶ୍ୟକତାର 60% ଏଲ୍ପିଜି ବିଦେଶରୁ ମଗେଇଥାଏ, ଯାହାର ଏକ ବଡ଼ ଅଂଶ ସେହି ସାମୁଦ୍ରିକ ପଥ ଦେଇ ଆସେ, ଯାହା ଏବେ ଉତ୍ତେଜନା ଯୋଗୁଁ ବନ୍ଦ ରହିଛି। ଫଳରେ ଘରୋଇ ସିଲିଣ୍ଡରର ଦାମ 60 ଟଙ୍କା ବଢ଼ିଥିବା ବେଳେ କମର୍ସିଆଲ ସିଲିଣ୍ଡରର ଦରରେ 993 ଟଙ୍କାର ବଡ଼ ବୃଦ୍ଧି ଘଟିଛି। ପରବର୍ତ୍ତୀ ଖବର, ସେହିପରି ଡାଲି ଏବଂ ଖାଦ୍ୟତେଲର ଦର ମାର୍ଚ୍ଚ ମାସରୁ ଉପରମୁହାଁ ରହିଛି। ହରଡ଼ ଏବଂ ମୁଗ ଡାଲି ସହ ପାମ ଅଏଲ ମଧ୍ୟ 5% ମହଙ୍ଗା ହୋଇଛି। କିଛି କମ୍ପାନୀ ଦାମ ନ ବଢ଼ାଇ ପ୍ୟାକେଟର ଓଜନ କମାଇ ଦେଇଛନ୍ତି। ଯେପରିକି ପାର୍ଲେଜିର 5 ଟଙ୍କିଆ ପକେଟ ଏବେ 50 ଗ୍ରାମ ବଦଳରେ 45 ଗ୍ରାମ ହୋଇଯାଇଛି। ସେହିପରି ଅଶୋଧିତ ତୈଳ ଦର ବଢ଼ିବା ଯୋଗୁଁ ଚିନି ଦାମ ମଧ୍ୟ ବଢ଼ିଛି। ପରବର୍ତ୍ତୀ ଖବର, ସେହିପରି ପେଟ୍ରୋଲ ଏବଂ ଡିଜେଲ ଦରରେ 25ରୁ 28 ଟଙ୍କା ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ଡିଜେଲ ମହଙ୍ଗା ହେବା କାରଣରୁ ଟ୍ରକ୍ ଭଡ଼ା ବଢ଼ୁଛି, ଯାହାଫଳରେ ଫଳ ଏବଂ ପରିବା ଦର ଆକାଶ ଛୁଆଁ ହୋଇଛି। ପରବର୍ତ୍ତୀ ଖବର, ସେହିପରି ଜୀବନ ରକ୍ଷାକାରୀ ଔଷଧ ତିଆରି ପାଇଁ ବ୍ୟବହୃତ କଞ୍ଚାମାଲର ଦାମ 200% 300% ପର୍ଯ୍ୟନ୍ତ ବଢ଼ିଯାଇଛି। ପାରାସିଟାମୋଲ କଞ୍ଚାମାଲ ଯାହା 250 ଟଙ୍କା ଥିଲା, ତାହା ଏବେ 450 ଟଙ୍କା ହୋଇଛି। ଏହା ବ୍ୟତୀତ ସାବୁନ, ସାମ୍ପୁ ଏବଂ ଡିଟରଜେଣ୍ଟ ଭଳି ସାମଗ୍ରୀର ଦାମ 8% 15% ବଢ଼ିବାକୁ ଯାଉଛି ଏବଂ ପ୍ଲାଷ୍ଟିକ ଜିନିଷର ଦରଦାମ ମଧ୍ୟ ବୃଦ୍ଧି ହେବାକୁ ଯାଉଛି।